ଭାଇର ମଙ୍ଗଳ ମନାସି ଭଉଣୀ କରିଥିଲା ଭାଇଜୁଁତିଆ ଓଷା। ନିର୍ଜଳା ଉପବାସ ରହି ଭାଇ ଯେମିତି ଦୀର୍ଘାୟୁ ହେବ ସେଥିପାଇଁ 108 ଚାଉଳ, ଦୁବ, ବୁରପତ୍ର ଓ ଅନ୍ୟାନ୍ୟ ଭୋଗ ସାମଗ୍ରୀ ନେଇ ଦୁର୍ଗାଙ୍କୁ ଚଢ଼େଇ ମୁଣ୍ଡିଆ ମାରିଥିଲା। କେବଳ ସେତିକି ନୁହେଁ, ସ୍ୱାମୀଙ୍କ କଥା ମାନି ଭାଇକୁ ଦୁବ ଛୁଇଁବାକୁ ଘରକୁ ଡାକିଥିଲା। ହେଲେ ସେ କ'ଣ ଜାଣିଥିଲା ଯେ ତା ଭାଇର ଆୟୁଷ ବୃଦ୍ଧି ପାଇଁ ଭାଇକୁ ଡାକି ଦୁବ ଚଢ଼େଇଲା ପରେ ଭାଇର ଆୟୁଷ ବଢ଼ିବା ବଦଳରେ ମୃତ୍ୟୁ ହୋଇଯିବ। ସେ କ'ଣ ଜାଣିଥିଲା ଯେ ଏତେ ଆଦରରେ ନିଜ ଘରକୁ ଡାକିଥିବା ତା ସ୍ୱାମୀଟା ଶେଷରେ ତା ଭାଇକୁ ହତ୍ୟା କରିଦେବ। ହେଲେ ଘଟଣା ଏମିତି ହିଁ ଘଟିଯାଇଛି। ନୃଶଂସ ଭିଣୋଇ ହାତରେ ଶେଷରେ ଯୌବନରେ ପାଦ ଥାପୁଥିବା ଶଳାଟି ହତ୍ୟାର ଶିକାର ହୋଇଛି। ଗୁରୁବାର ସକାଳୁ ସକାଳୁ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମହେଶ୍ୱରପିଣ୍ଡା ଅଞ୍ଚଳରେ ସମସ୍ତେ ଫୁସୁର ଟୁପୁର ହେଉଥିଲେ। ଗାଁର ସାନନାଳ ପାଖରେ କାଦୁଅ ଭିତରେ ଜଣେ ଅଜଣା ଯୁବକର ଶବ ପଡ଼ିଛି। ପାଖରେ ତାର ମୋବାଇଲ ଓ ଗାଡ଼ି ବି ପଡ଼ିଛି। ଦେଖୁ ଦେଖୁ ଖବର ମନମୁଣ୍ଡା ପୋଲିସ ପାଖରେ ପହଞ୍ଚିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ମୃତକ ଜଣକ ସମ୍ବଲପୁର ଜିଲ୍ଲା ବୁର୍ଲା ଅଞ୍ଚଳର 18 ବର୍ଷୀୟ ରଞ୍ଜିତ ଜଗଦଲା ବୋଲି ଜଣାପଡ଼ିଥିଲା। ରଞ୍ଜିତ ତାଙ୍କ ଭିଣୋଇ ଘର ବାଉଁଶୁଣୀ ଥାନା ଟିକରାପଡ଼ାକୁ ଆସିଥିବା ବେଳେ ଏହି ହତ୍ୟାକାଣ୍ଡର ଶିକାର ହୋଇଥିବା ଜଣାପଡ଼ିଥିଲା। ଘଟଣାକୁ ନେଇ ତାଙ୍କ ଭାଇକୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ନେଇ ମୃତକର ଭଉଣୀ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆଗକୁ ବଢ଼ାଇଥିଲା। ତେବେ ପୋଲିସର ତଦନ୍ତ ବେଳେ ସାଙ୍ଗରେ ଥିବା ମୃତକର ଭିଣୋଇ ଦଶରଥ ତାଣ୍ଡିଆ ଉପରେ ପୋଲିସର ସନ୍ଦେହ ହେବାରୁ ତାକୁ ପଚରାଉଚରା କରିଥିଲା ପୋଲିସ। ଶେଷରେ ପୋଲିସ ଆଗରେ ସତ ମାନିଥିଲା ହତ୍ୟାକାରୀ ଭିଣୋଇ। ପୂର୍ବରୁ ଶଳା ଉପରେ ରହିଥିବା ରାଗକୁ ନେଇ ଶଳାକୁ ନିଜ ଘରକୁ ଡକେଇ ଏଭଳି ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା ହତ୍ୟାକାରୀ ଦଶରଥ। କେବଳ ସେତିକି ନୁହେଁ, ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଷ୍ଟିଲ୍ ରଡ଼କୁ ନଦୀକୁ ଫିଙ୍ଗି ଦେଇଥିବା କଥା ମଧ୍ୟ ସେ ପୋଲିସ ଆଗରେ ମାନି ନେଇଥିଲା। ଏବେ ପୋଲିସ ନଦୀ ଭିତରୁ ଷ୍ଟିଲ୍ ରଡ଼କୁ ଜବତ କରିବା ସହ ହତ୍ୟାକାରୀ ଭିଣୋଇ ଦଶରଥ ଜଗଦଲାଙ୍କୁ ନେଇ ହାଜତକୁ ପଠାଇ ଦେଇଛି। ଏବେ ଅକାରଣେ ଯୌବନରେ ପାଦ ଥାପୁଥିବା ରଞ୍ଜିତର ଜୀବନ ଚାଲିଗଲା ପରେ ମୁଣ୍ଡ ପିଟି କାନ୍ଦୁଛନ୍ତି ଭଉଣୀ ଓ ତାଙ୍କ ପରିବାର ଲୋକ। ତେବେ କିଭଳି ହୋଇଥିଲା ହତ୍ୟାକାଣ୍ଡ, ଏ ନେଇ କ'ଣ କହୁଛନ୍ତି ବୌଦ୍ଧ ଏସ୍ଡିପିଓ, ଆସନ୍ତୁ ଶୁଣିବା। ଗତକାଲି 2 ତାରିଖ ଦିନ ମର୍ଣ୍ଣିଂ ଆୱାରରେ ଆମକୁ ଗୋଟେ ଇନଫର୍ମେସନ୍ ଆସି ପହଞ୍ଚିଲା କି ସାନନାଳିଆ ଜାଗା ଗୋଟେ ଯେଉଁଟାକି ମହେଶ୍ୱରପିଣ୍ଡା ଗାଁ ପାଖରେ ସେଠି ଗୋଟେ ଡେଡ୍ ବଡ଼ି ପଡ଼ିଛି ବୋଲି। ତ ଇନଫର୍ମେସନ୍ ପାଇଁ ଏସ୍ପି ସାର୍ଙ୍କ ଡାଇରେକ୍ସନରେ ଆମର ମନମୁଣ୍ଡା ଆଇଆଇସି, ମୁଁ ଆଉ ଆଇଓ ସୌମ୍ୟରଞ୍ଜନ ପାତ୍ର ସମସ୍ତେ ଯାଇକି ସ୍ପଟ୍ରେ ପହଞ୍ଚିଥିଲୁ। ପହଞ୍ଚିଲା ପରେ ସେଠି ମାନେ କନଫର୍ମ ହେଇଥିଲୁ କି ଗୋଟେ ଡେଡ୍ ବଡ଼ି ପଡ଼ିଛି ବୋଲି। ତ ଏସ୍ପି ସାର୍ଙ୍କ ଡାଇରେକ୍ସନରେ ଗୋଟେ ଆମେ DFSL ଟିମ୍ ଆସିଥିଲା ଆଉ ଡଗ୍ ସ୍କ୍ୱାଡ୍ ଆସିଥିଲା। ତାପରେ ଆମେ ଆମର ପ୍ରାଇମେରୀ ଇନଭେଷ୍ଟିଗେସନ୍ ଷ୍ଟାର୍ଟ କରିଥିଲୁ। ଷ୍ଟାର୍ଟ କଲା ପରେ କିଛି ଜଣ ସସ୍ପେକ୍ଟକୁ ଆମେ ଅଟକେଇକି ଇଣ୍ଟରୋଗେସନ୍ କରିଥିଲୁ। ଇଣ୍ଟରୋଗେସନ୍ କଲା ପରେ ଯଦି ପ୍ରପର୍ ଟେକ୍ନିକାଲ୍ ହ୍ୟୁମାନ୍ ଇଣ୍ଟେଲିଜେନ୍ସକୁ ଆମେ ୟୁଜ୍ କରିକି ପ୍ରପର୍ ଇଣ୍ଟରୋଗେସନ୍ କଲା ପରେ ଜଣେ ତାଙ୍କ ଭିତରୁ କନଫେସ୍ କରିଥିଲା, ଯିଏକି ପ୍ରାଇମ୍ ଆକ୍ୟୁଜ୍ଡ। ଆଉ ସେ ତାକୁ କେମିତି ମାରିଛି ତାକୁ ମଧ୍ୟ ଆମକୁ ଡେମୋ କରିକି ଦେଖାଇଥିଲା। ତ ଓଭରାଲି କହିବାକୁ ଗଲେ ଆମକୁ ୱିଦିନ୍ 6 ଆୱାର୍ 5 to 6 ଆୱାର୍ ଭିତରେ କେସ୍ ଡିଟେକ୍ସନ୍ ହେଇଛି। ଆଉ ଏଇଟା ଗୋଟେ ମନମୁଣ୍ଡା ଥାନା ପାଇଁ ଗୋଟେ ସକ୍ସେସଫୁଲ୍ ଡିଟେକ୍ସନ୍। ଏଇଟାକୁ ଆମେ ମାନେ ସବୁ କ୍ରିମିନାଲ୍ ମାନେ ଏଇଟା ଜାଣିବା ଦରକାର କି ପୋଲିସ ସବୁବେଳେ ବହୁତ ଯେତେ ଜଲ୍ଦି ଆକ୍ୟୁଜ୍ ମାନଙ୍କୁ ଧରିବ ତ କେହି ବି ଏମିତି ବେଶୀ ଖସିକି ଯାଇପାରିବେନି।